ପିଲାମାନେ ଆମେ ବହୁତ ପରିଶ୍ରମ କରି ଏହି ପ୍ରଶ୍ନ ଉତ୍ତର ଗୁଡ଼ିକ ସିଲେକ୍ସନ୍ କରି ଏହି ଭିଡ଼ିଓଟି ପ୍ରସ୍ତୁତି କରିଛୁ, ଯାହାକି ତୁମ ଏହି ବାର୍ଷିକ ପରୀକ୍ଷାରେ ଆସିବାର 100% ଚାନ୍ସ ରହିଛି। ସେଥିପାଇଁ ଏହି ସୁଯୋଗକୁ ହାତଛଡ଼ା ନ କରି ତୁରନ୍ତ ଏହାର ଲାଭ ଉଠାଅ। ତେବେ ଏବେ ଆସ ଦେଖିବା କେଉଁ ସବୁ ପ୍ରଶ୍ନ ଉତ୍ତର ଗୁଡ଼ିକ ରହିଛି। ଫାର୍ଷ୍ଟ କ୍ୱେଶ୍ଚନ୍, ପ୍ରଶ୍ନ ସଂଖ୍ୟା 1ରୁ 5 ନମ୍ବର ପର୍ଯ୍ୟନ୍ତ ତଳେ ଦିଆଯାଇଥିବା ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଉପଯୁକ୍ତ ଉତ୍ତର ପାଖରେ ଠିକ୍ ଚିହ୍ନ ଦିଅ। ପ୍ରଥମ ପ୍ରଶ୍ନ ଅଛି, କେଉଁ ଇଂରାଜୀ ଅକ୍ଷରଟି ଏକ ପ୍ରତିସମ ଚିତ୍ର? ଏହାର ସଠିକ୍ ଉତ୍ତରଟି ହେଉଛି H। ଏହି ଘରେ ଠିକ୍ ଚିହ୍ନ ଦେବ। ପରବର୍ତ୍ତୀ ପ୍ରଶ୍ନ, କେଉଁ ସଂଖ୍ୟାରେ 8ର ସ୍ଥାନୀୟ ମାନ 800? ଏହାର ସଠିକ୍ ଉତ୍ତରଟି ହେଉଛି ଘ। ଏହି ଘରେ ଠିକ୍ ଚିହ୍ନ ଦେବ। ପରବର୍ତ୍ତୀ ପ୍ରଶ୍ନ, ଏକ ସମକୋଣୀ ତ୍ରିଭୁଜର କେତୋଟି ସମକୋଣ ଅଛି? ଏହାର ସଠିକ୍ ଉତ୍ତରଟି ହେଉଛି ଘ 1ଟି। ଏହି ଘରେ ଠିକ୍ ଚିହ୍ନ ଦେବ। ପରବର୍ତ୍ତୀ ପ୍ରଶ୍ନ, ନିମ୍ନ ଚିତ୍ରଗୁଡ଼ିକ ମଧ୍ୟରୁ କେଉଁଥିରେ ଚିତ୍ରିତ ଅଂଶଟି 1/4ର ସମଭଗ୍ନାଂଶ ସୂଚାଉଛି? ଏହାର ସଠିକ୍ ଉତ୍ତରଟି ହେଉଛି ଗ। ଏହି ଘରେ ଠିକ୍ ଚିହ୍ନ ଦେବ। ପରବର୍ତ୍ତୀ ପ୍ରଶ୍ନ, 2 କିଲୋମିଟର ସମାନ କେତେ ମିଟର? ଏହାର ସଠିକ୍ ଉତ୍ତରଟି ହେଉଛି 2000 ମିଟର। ଏକ ଉପରେ ଠିକ୍ ଚିହ୍ନ ଦେଇ ସେହି ଡେସ୍କ ସ୍ଥାନରେ 2000 ଲେଖିଦେବ। ପରବର୍ତ୍ତୀ ପ୍ରଶ୍ନ, 6ରୁ 10 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନରେ ଥିବା ଖାଲି ଘର ପୂରଣ କର। ପ୍ରଥମ ପ୍ରଶ୍ନ, 3528ରୁ କେତେ ବିୟୋଗ କଲେ 2500 ହେବ? ଏହି ଖାଲି ସ୍ଥାନରେ ହେବ 1028। ଏହି ଘରେ ଲେଖିବ 1028। ପରବର୍ତ୍ତୀ ପ୍ରଶ୍ନ, ଭାଜକ 3 ଭାଗଫଳ 10 ଭାଗଫଳ 2। ଭାଜକ 3 ଭାଗଫଳ 10 ଭାଗଶେଷ 2 ହେଲେ ଭାଜ୍ୟ କେତେ ହେବ? ଏହାର ସଠିକ୍ ଉତ୍ତରଟି ହେବ 32। ଏହି ଖାଲି ଘରେ ଲେଖିବ 32। ପରବର୍ତ୍ତୀ ପ୍ରଶ୍ନ, ଏହି ଚିତ୍ରରେ କେତୋଟି ସୂକ୍ଷ୍ମକୋଣ ଅଛି? ଏହି ଚିତ୍ରରେ କେତୋଟି ସୂକ୍ଷ୍ମକୋଣ ଅଛି? ଏହି ଖାଲି ସ୍ଥାନରେ ଲେଖିବ 5ଟି। 5। ପରବର୍ତ୍ତୀ ପ୍ରଶ୍ନ, 10528କୁ ବ୍ୟବହାର କରି 5 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାଟି ଲେଖ। ଏହି ଖାଲି ସ୍ଥାନରେ ତୁମେ ଲେଖିବ ପିଲାମାନେ 10258 ଲେଖିବ। ପରବର୍ତ୍ତୀ ପ୍ରଶ୍ନ, 1 କିଲୋଗ୍ରାମ 700 ଗ୍ରାମ ପ୍ଲସ୍ କେତେ ହେଲେ 2 କିଲୋଗ୍ରାମ ହେବ? ଏହି ଖାଲି ଘରେ ଲେଖିବ ପିଲାମାନେ 250 ଗ୍ରାମ। 250 ଗ୍ରାମ ଲେଖିବ। ପରବର୍ତ୍ତୀ ପ୍ରଶ୍ନ, 11 ନମ୍ବରରୁ 16 ନମ୍ବର ପର୍ଯ୍ୟନ୍ତ ଉତ୍ତର ଲେଖ। ପ୍ରଥମ ପ୍ରଶ୍ନ ହେଉଛି, 5,629 ଅର୍ଥାତ୍ 50,629କୁ ବିସ୍ତାରିତ ରୂପରେ ଲେଖିବ। ସେଥିପାଇଁ ତୁମେ କ'ଣ କରିବ? ପ୍ରଥମେ ଲେଖିବ 5, ତାପରେ ଯେତିକି ସଂଖ୍ୟା ଅଛି ସେତିକିଟି ଶୂନ ଦେବ। 4 ଗୋଟି ଅଛି, 4 ଗୋଟି ଶୂନ ଦେବ।
4 तापर लिखिबो प्लस तापर लिखिबो 0 तापर लिखिबो प्लस तापर लिखिबो 6 6 पर दुईटी अंक अछि सेति पय दुईटी 0 देबो तापर अछि 2 पर गोटिए अंक अछि गोटिए 0 देबो तापर लिखिबो प्लस तापर 9 9 पर आउ संख्या नाही। परवर्ती प्रश्न 4 अंक विशिष्ट बृहत्तम संख्या रे 1 जोग कले जोगफल केते हेबो। प्रथम लिखिबो 4 अंक बृहत्तम संख्या एठी जोग 1 करिवो देखिबो केते बाहरिबो एठी बाहरिबो 10,000 10,000 ठीक अछि। परवर्ती प्रश्न द्वितीय चित्र को रेखांकित कर जेपरि यह 1 और 2 चित्र रेखांकित अंशर जोगफल को सूचाइबो। एहार सठिक उत्तरटी हेबो 6 अर्थात एठी हेबो 4 विभक्त 12 अर्थात 4 विभक्त 12 हेले एठी हेबो तृतीय चित्र को रेखांकित कर जेपरि 1 और 2 चित्र रेखांकित अंशर जोगफल को सूचाइबो। चारोटी घर रेखांकित हबो एई घर रेखांकित करिवो एवं एई घर रेखांकित करिवो। परवर्ती प्रश्न 0.83 को भग्नांश रे लेख एटार तुम लिखिबो 0.83 समान 83 बाय 100। परवर्ती प्रश्न 13/4 रो ठीक परवर्ती पूर्ण संख्याटी केते। 13/4 रो ठीक परवर्ती पूर्ण संख्याटी होउछि 4। परवर्ती प्रश्न 5/6 रो गोटिए समभग्नांश लेख 5/6 रो गोटिए समभग्नांश लेख तुम लिखिबो 10/12। परवर्ती प्रश्न 17 रु 24 नंबर पर्यंत प्रश्न गुड़िकर उत्तर दियो। प्रश्न अछि भुवनेश्वर रु दिल्ली को रेलगाड़ी रे जीवा पाई जन को 658 टंका भड़ा पड़े भुवनेश्वर को 24 जन लोक को दिल्ली को रेलगाड़ी रे जीवा पाई केते टंका देवा को पड़िबो। जन को 658 टंका पड़े तेबे 24 जन जाऊ केते टंका पड़िबो तुम एठी करिवो 658 गुणन 24 यार उत्तर बाहरी पड़िबो एठी बाहरिबो 16,440 टंका। परवर्ती प्रश्न पोखरी मध्यरे पोता जाइथिबा एक बाउंसर 1/3 अंश पानी ऊपर को देखा जाउछि तेबे बाउंसर केते अंश पानी भितरे अछि। एठी तुमे करिवो पिला माने 1/3 समान 3 - 1/3 समान 2/3 यह होछि उत्तर। परवर्ती प्रश्न
3.57 ସହ କେଉଁ ସଂଖ୍ୟା ଯୋଗ କଲେ ଯୋଗଫଳ 10 ହେବ? ତୁମେ ଏଇଠି କରିବ 10 ବିୟୋଗ 3.57 ତାହାର ଉତ୍ତର ବାହାରିବ 6.43। ପରବର୍ତ୍ତୀ ପ୍ରଶ୍ନ, ଅନୁ 1 ଘଣ୍ଟା 15 ମିନିଟ୍ରେ ବିମାନରେ ଚଢ଼ି ସେହିଦିନ 3 ଘଣ୍ଟା 30 PM ବିମାନରୁ ଓହ୍ଲାଇଲେ, ତେବେ ସେ ବିମାନରେ କେତେ ସମୟ ଯାତ୍ରା କଲେ? ତୁମେ ଏଇଠି ଲେଖିବ 2 ଘଣ୍ଟା 15 ମିନିଟ୍ ଲେଖିବ। ଏହା ହେଉଛି ଠିକ୍ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ, ଗୋଟିଏ ବର୍ଗକ୍ଷେତ୍ରର ପରିସୀମା 48 ମିଟର ହେଲେ ଏହାର ଗୋଟିଏ ବାହୁର ଦୈର୍ଘ୍ୟ କେତେ? ତୁମେ ଏଇଠି ଏହାର ଉତ୍ତର ବାହାର କରିବ 48 ହରଣ 4 ସମାନ ବାହାରିବ 12 ମିଟର। ଏହା ହେଉଛି ଉତ୍ତର। ପରବର୍ତ୍ତୀ ପ୍ରଶ୍ନ, ଗୋଟିଏ ପରିବାର ଦିନକୁ 1 ଲିଟର 500 ମିଲିଲିଟର କ୍ଷୀର କିଣନ୍ତି। 2023 ମସିହା ଏପ୍ରିଲ ମାସରେ ପ୍ରତ୍ୟେକ ଦିନ କ୍ଷୀର କିଣିଥିଲେ ମୋଟ କେତେ ଲିଟର କ୍ଷୀର କିଣା ହୋଇଥିବ? ଏହାର ଉତ୍ତର ତୁମେ ବାହାର କରିବ ପିଲାମାନେ 1 ଲିଟର 500 ମିଲିଲିଟର 500 ମିଲି ଗୁଣନ 30 ସମାନ ଏହାର ଉତ୍ତର ହେବ 45 ଲିଟର 45 ଲି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, 3/4କୁ ଦଶମିକ ସଂଖ୍ୟାରେ ପରିଣତ କର। ଏହାକୁ ଦଶମିକ ସଂଖ୍ୟାରେ ପରିଣତ କଲେ ହେବ 3/4 ସମାନ 0.75। ପରବର୍ତ୍ତୀ ପ୍ରଶ୍ନ, ଏହି ସଂଖ୍ୟାକୁ ବଡ଼ରୁ ସାନ କ୍ରମରେ ସଜାଇ ଲେଖ। ଏହାର ଉତ୍ତର ହେବ ପିଲାମାନେ, ପ୍ରଥମେ ଲେଖିବ 52,830। ଏହାକୁ ପ୍ରଥମେ ଲେଖିବ, ଏଇଠି ଲେଖିବ। ତାପରେ ଲେଖିବ 52,380। 52,000 ପ୍ରଥମେ ଲେଖିବ 52,830। 52,830 ଏହାକୁ ପ୍ରଥମେ ଲେଖିବ ଏଇଠି। ତାପରେ ଲେଖିବ 52,380 ଏହାକୁ ଲେଖିବ ହେଲା। ତାପରେ ଲେଖିବ 35,082 ଏହାକୁ ଲେଖିବ ହେଲା। ତାପରେ ଶେଷରେ ଏହାକୁ ଲେଖିବ। ପରବର୍ତ୍ତୀ ପ୍ରଶ୍ନ, ମନୀଷା ପ୍ରଶ୍ନ ନମ୍ବର 25 ଓ 26ର ସମାଧାନ କରିବ। ମନୀଷା ଦୋକାନକୁ ଯାଇ କେତେକ ଜିନିଷ କିଣିଥିଲା। ପ୍ରତ୍ୟେକ ଜିନିଷର ଦର ଓ ପରିମାଣ ସାରଣୀରେ ଦିଆଯାଇଛି। ତେବେ ସେ କେତେ ଟଙ୍କା ଦୋକାନୀକୁ ଦେବ? ଟେବୁଲରେ ପ୍ରଶ୍ନବାଚକ ଚିହ୍ନ ଦିଆଯାଇଥିବା ଘରେ ପୂରଣ କର। ଜିନିଷର ନାମ, ପରିମାଣ, ଦାମ ଲିଟର ବା କିଲୋଗ୍ରାମରେ ଜିନିଷର ଦାମ। ସେ ଅଟା କିଣିଥିଲା 40 କିଲୋଗ୍ରାମ ଆଉ କିଲୋ ପ୍ରତି ପଡ଼ିଥିଲା ତାକୁ 35 ଟଙ୍କା 50 ପଇସା। ତେବେ ସେ କେତେ ଟଙ୍କା ଦେଇଥିବ? କେତେ ଟଙ୍କା ଦେଇଥିବ? ପ୍ରଥମ ଘରେ ଲେଖିବ 142 ଟଙ୍କା। ଏଇ ଘରେ ଲେଖିବ 142 ଟଙ୍କା।
ପରବର୍ତ୍ତୀ ତା ତଳକୁ ଅଛି ସେ ତେଲ କିଣିଛି 2 ଲିଟର, ସେ ଲିଟର ପ୍ରତି ଦେଇଛି 138 ଟଙ୍କା। ତେବେ ସେ ମୋଟ କେତେ ଟଙ୍କା ଦେଇଥିବ? ତେଲ କିଣିଲା ପରେ ସେ ଦେଇଥିବ 276 ଟଙ୍କା। 276 ଟଙ୍କା। ତାପରେ ସେ କିଣିଥିଲା ଚିନି କିଣିଥିଲା 2 କିଲୋଗ୍ରାମ, କିଲୋଗ୍ରାମ ପ୍ରତି ଦେଇଥିଲା 45 ଟଙ୍କା 25 ପଇସା। ତାପରେ ସେ ଚିନିର ମୂଲ୍ୟ ଦେଇଥିବ 90 ଟଙ୍କା 50 ପଇସା। ତାପରେ ସର୍ବମୋଟ ଦାମ କେତେ ହେବ? ଏସବୁ ମିଶିଲା ପରେ ସର୍ବମୋଟ ଦାମ ହେବ 508 ଟଙ୍କା 50 ପଇସା। 508 ଟଙ୍କା 50 ପଇସା। ପରବର୍ତ୍ତୀ ପ୍ରଶ୍ନ, ଗୋଟିଏ ଗ୍ରାମରେ ବିଭିନ୍ନ କାର୍ଯ୍ୟ କରି ଚଳୁଥିବା ଲୋକଙ୍କ ସଂଖ୍ୟା ନିମ୍ନ ସାରଣୀରେ ଦର୍ଶାଯାଇଛି। ଏହାକୁ ଦେଖି ତଳେ ଦିଆଯାଇଥିବା ପ୍ରଶ୍ନର ଉତ୍ତର ଲେଖ। ପିଲାମାନେ ସିଧାସଳଖ ଆମେ ପ୍ରଶ୍ନ ଉତ୍ତର ପାଖକୁ ଯିବା। ପ୍ରଥମ ପ୍ରଶ୍ନ ଅଛି, କେଉଁ କାର୍ଯ୍ୟ କରୁଥିବା ଲୋକଙ୍କ ସଂଖ୍ୟା ସର୍ବାଧିକ ଅଛି? ଏହାର ସଠିକ ଉତ୍ତରଟି ହେବ, ଏଇଠି ଲେଖିବ ପିଲାମାନେ ଚାଷ ଲେଖିବ। ନେକ୍ସଟ କ୍ୱେଶ୍ଚନ୍, ବ୍ୟବସାୟ କରୁଥିବା ଲୋକଙ୍କ ସଂଖ୍ୟା ସରକାରୀ କାର୍ଯ୍ୟ କରୁଥିବା ଲୋକଙ୍କ ସଂଖ୍ୟା ଠାରୁ କେତେ ବେଶୀ? ଏହାର ଉତ୍ତର ଲେଖିବ ପିଲାମାନେ 50 ଲେଖିବ। ପରବର୍ତ୍ତୀ ପ୍ରଶ୍ନ, ଗ୍ରାମରେ ଚାଷୀମାନଙ୍କ ସଂଖ୍ୟା ଅନ୍ୟ କାର୍ଯ୍ୟ କରୁଥିବା ମୋଟ ଲୋକଙ୍କ ସଂଖ୍ୟା ଠାରୁ କେତେ କମ୍? ଏହାର ଉତ୍ତରରେ ଲେଖିବ 50। ଲାଷ୍ଟ କ୍ୱେଶ୍ଚନ୍, ଚାଷ, ସରକାରୀ କାର୍ଯ୍ୟ, ବ୍ୟବସାୟ ଓ କାଠ କାମ କରୁଥିବା ମୋଟ ଲୋକଙ୍କ ସଂଖ୍ୟା କେତେ? ଏହାର ଉତ୍ତରରେ ଲେଖିବ ପିଲାମାନେ 750। ଧନ୍ୟବାଦ।